4 ଲକ୍ଷ ବାଂଲାଦେଶୀ ଅବସ୍ଥାପିତ ଅଛନ୍ତି। ଭାଇ ଯେମିତି କହୁଥିଲେ ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, ଜଗତସିଂହପୁର, କେନ୍ଦ୍ରାପଡ଼ା, ପଶ୍ଚିମ ଓଡ଼ିଶାରୁ ଯଦି ପଡ଼ିଯିବା କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସେମିତି ଦକ୍ଷିଣକୁ ଯଦି ଯିବା ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଏବଂ ଗଞ୍ଜାମ, ଏହି ସବୁ ଜିଲ୍ଲାର ମାତ୍ରାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ ଅବସ୍ଥାପିତ ଅଛନ୍ତି। ସବୁଠୁ ଦୁଃଖର ବିଷୟ, ସେମାନଙ୍କ ପାଖରେ ସମସ୍ତ ପ୍ରକାର ସରକାରୀ ଯୋଜନା ସମସ୍ତେ ପ୍ରାୟତଃ ପାଇଯାଇଛନ୍ତି। ସେମାନଙ୍କ ଭିତରୁ 70% ଲୋକଙ୍କୁ ଆଧାର କାର୍ଡ, ଭୋଟର କାର୍ଡ ହେଇଛି। କେବଳ ଆଧାର କାର୍ଡ, ଭୋଟର କାର୍ଡ ନୁହଁ, ରାସନ କାର୍ଡ, ମମତା କାର୍ଡ, ଏଭଳି ସବୁ ପ୍ରକାର ସରକାରୀ ଯୋଜନା ସେମାନେ ହାତେଇ ସାରିଛନ୍ତି। ଆଉ ଯେଉଁମାନେ ବାକି ରହିଛନ୍ତି ସେମାନେ ମଧ୍ୟ ସରକାରୀ ଯୋଜନାକୁ ହାତେଇବାକୁ ଚାହୁଁଛନ୍ତି। ଅତ୍ୟନ୍ତ ଦୁଃଖର ବିଷୟ, ସେମାନେ ଦିନବେଳା କାର୍ଯ୍ୟ କରିବା ଭିତରେ ନାଟକ କରୁଛନ୍ତି, ରାତି ସମୟରେ ସବୁ ପ୍ରକାର କ୍ରିମିନାଲ ଆକ୍ଟିଭିଟିରେ ସଂଶ୍ଳିଷ୍ଟ ହେଉଛନ୍ତି ଏବଂ ଯେଉଁଥିପାଇଁ କି ରାଜ୍ୟ ଏବଂ ଦେଶ ଅସୁରକ୍ଷିତ ଅବସ୍ଥାରେ ବର୍ତ୍ତମାନ ଅଛି। ଭାରତ ସରକାର କିଛି ଦିନ ତଳେ ସୁପ୍ରିମକୋର୍ଟର ଅର୍ଡରକୁ ନେଇ ବିଭିନ୍ନ ରାଜ୍ୟକୁ ଗାଇଡଲାଇନ୍ ଦେଇଥିଲେ। ସେହି ମର୍ମରେ, ସେହି ପରିପ୍ରେକ୍ଷୀରେ ଭାରତବର୍ଷର ବିଭିନ୍ନ ରାଜ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ଚିହ୍ନଟ କରି ତାଙ୍କୁ ବହିଷ୍କାର, ବିତାଡ଼ିତ କରିବା ପ୍ରକ୍ରିୟା ଆରମ୍ଭ ହେଲା ଏବଂ ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ତାହା ଜାରି ରହିଛି। କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ, ଓଡ଼ିଶା ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାଣୁ ଅବସ୍ଥାରେ ରହିଛି। କିଛି ଦିନ ତଳେ ଓଡ଼ିଶା ସରକାରଙ୍କ ଆଇନ ମନ୍ତ୍ରୀ ଗୋଟିଏ ଘୋଷଣା କଲେ ଯେ ଓଡ଼ିଶାରୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରାଯିବ। ଆମେ ଚାହୁଁଛୁ ସେ ଘୋଷଣାରେ ନ ହଉ, କାର୍ଯ୍ୟକାରୀ ହେଉ। ଆପଣମାନେ ଜାଣିଥିବେ, ଦୀର୍ଘ ବର୍ଷ ଧରି ଏହି ଅନୁପ୍ରବେଶକାରୀ ମାନେ କିଛି ରାଜନେତାଙ୍କ ଭୋଟ ବ୍ୟାଙ୍କ ଓଡ଼ିଶା ଏବଂ ଭାରତ ବର୍ଷରେ ରହିଥିଲେ। ବିଭିନ୍ନ ଦଳର ରାଜନେତା, ଆମେ କୌଣସି ଦଳକୁ ଆକ୍ଷେପ କରି କହୁନାହୁଁ, କିନ୍ତୁ ବିଭିନ୍ନ ଦଳର ରାଜନେତା ମାନେ ତାଙ୍କୁ ନିଜର ଭୋଟ ବ୍ୟାଙ୍କ ତିଆରି କରିଥିଲେ ଏବଂ ତାଙ୍କୁ ଆଶ୍ରୟ ଦେଇଥିଲେ ଏବଂ ସେମାନେ ନିଜର ଭୋଟ ପାଇଁ ତାଙ୍କ ନାଁରେ ଭୋଟର କାର୍ଡ, ଆଧାର କାର୍ଡ ଏପରି ବିଭିନ୍ନ ସରକାରୀ ଯୋଜନାକୁ ତାଙ୍କୁ ମାଧ୍ୟମ ଦିଆଯାଇଥିଲା, ଯାହାକୁ ସେମାନେ ବର୍ତ୍ତମାନ ପ୍ରମାଣ କରୁଛନ୍ତି ଯେ ଆମେ ଭାରତର